ନମସ୍କାର। ଆଜି ଆମେ ପଢ଼ିବା ପ୍ରଥମ ଶ୍ରେଣୀର ହସ ଖେଳ ପ୍ରଥମ ଭାଗ ପାଠ 13। ପ୍ରସଙ୍ଗ ହେଉଛି ଚତୁର ସକାଳୁ କିଏ ଆମକୁ ଜଗାଇ ଦିଏ? କୁକୁଡ଼ା। ଘର ଆମର କିଏ ଜଗେ? କୁକୁର। ବଣରେ କିଏ ରୁହେ? ବିଲୁଆ। ଆମେ ଏହି ତିନି ଜଣଙ୍କ ନାମ ଯେଉଁ ଆମେ ନେଲେ, ଏହାରି ବିଷୟରେ ଆଜି ଆମେ ପଢ଼ିବା। କୁକୁଡ଼ା ଆଉ କୁକୁର ଦୁଇ ମିତ୍ର। ଦୁଇ ଜଣଙ୍କର ଭଲ ପଡ଼େ। ହସି ଖେଳି ଦିନ ବିତି ଯାଉଥିଲା। ଦିନେ କୁକୁର ହାଲିଆ ହୋଇ ଶୋଇ ପଡ଼ିଥାଏ। ବଣରୁ ବିଲୁଆଟିଏ ଆସିଲା। ତାକୁ ଦେଖି କୁକୁଡ଼ା ଭୟରେ ଧରିଲା। ବିଲୁଆ କୁକୁଡ଼ାକୁ କିପରି ଖାଇବ ଭାବିଲା। ପାଖକୁ ଯାଇ କହିଲା, କୁକୁଡ଼ା ଭାଇ, ଆସ ମିତ ବସିବା, ହସ ଖୁସି କରି ଚଳିବା। କୁକୁଡ଼ା ବିଲୁଆର ଚାଲାକି ବୁଝିପାରିଲା। କହିଲା, ରହ, ଆଉ ଜଣେ ମିତକୁ ଡାକୁଛି, ଭାରି ମଜା ହେବ। କୁକୁଡ଼ା ଡାକ ଛାଡ଼ିଲା। କୁକୁର ଭୋ ଭୋ କରି ଦୌଡ଼ି ଆସିଲା। କୁକୁରର ଭୋ ଭୋ ଶବ୍ଦରେ ବିଲୁଆ ଦେହରୁ ଝାଳ ବାହାରିଲା। ହୁକେ ହୋ ହୁକେ ହୋ ରଡ଼ି ଛାଡ଼ି ପଳାଇଲା। ବର୍ତ୍ତମାନ ଆମେ ଅଭ୍ୟାସ ଆଲୋଚନା କରିବା। ପ୍ରଶ୍ନ 1, ଛବି ଦେଖି ପଢ଼ିବା। ଗୟଳ, ନୟନ, ଜାତୀୟ ପତାକା, ଭାଲୁ, ଭାରୁଆ, ଭାକୁର। 2 ନମ୍ବର ପ୍ରଶ୍ନ, ପୁଅଟି ୟ ଅକ୍ଷର ଥିବା ତାରା ପାଖକୁ ତୀର ମାରି ଚିହ୍ନିବ। ତୀରଠାରୁ ଗାର ଟାଣି ୟ ଅକ୍ଷରକୁ ଯୋଡ଼ିବା। ଝିଅଟି ଭ ଅକ୍ଷର ଥିବା ତାରା ପାଖକୁ ଚୋଡ଼ି ଫିଙ୍ଗିବ। ଅକ୍ଷର ଚାରିପଟେ ଗୋଲ କରିବା। ଚାଲ ଆମେ ୟ ଅକ୍ଷରକୁ ତୀର ଦ୍ୱାରା ଚିହ୍ନାଇବା ଏବଂ ଭ ଅକ୍ଷରକୁ ଗୋଲ ଦ୍ୱାରା ଚିହ୍ନାଇବା। ଭ ଅକ୍ଷର ଚାରିପଟେ ଗୋଲ ବୁଲାଅ। ପ୍ରଶ୍ନ 3ରେ ପ୍ରଶ୍ନ 2ରେ ଛବି ଦେଖି ଆମେ ଲେଖିବା। କ'ଣ ଲେଖିବା ନା ବଡ଼ ତାରା, ସାନ ତାରା, ମଝିଲା ତାରା କେତୋଟି ଲେଖାଏଁ ଅଛି ତାକୁ ଆମେ ଗଣି ହିସାବ କରି ଲେଖିବା ଏବଂ ଶୂନ୍ୟସ୍ଥାନ ପୂରଣ କରିବା। ବଡ଼ ତାରା 4ଟି ଅଛି, ମଝିଲା ତାରା 3ଟି ଅଛି, ସାନ ତାରା 5ଟି ଅଛି। ଭ ଅକ୍ଷର ଓ ଖାଲି ତାରା ମିଶି କେତେ ନା 12। ୟ ଅକ୍ଷର ଥିବା ତାରା ଓ ଖାଲି ତାରା ମିଶି କେତେ ନା 12। ବଡ଼ ତାରା 4 ମିଶାଣ ସାନ ତାରା 5 ସମାନ 9। ସାନ ତାରା 5 ମିଶାଣ ମଝିଲା ତାରା 3 ସମାନ 8। ମଝିଲା ତାରା 3 ମିଶାଣ ବଡ଼ ତାରା 4 ସମାନ 7। ପ୍ରଶ୍ନ 4, ଛବି ଓ ଶବ୍ଦ ମିଶାଇ ପଢ଼ିବା। କୁକୁଡ଼ା ଆଉ କୁକୁର ଦୁଇ ମିତ୍ର। ବଣରୁ ବିଲୁଆ ଆସିଲା। ବିଲୁଆ କୁକୁଡ଼ାକୁ ଖାଇବାକୁ ମନ କଲା। କୁକୁଡ଼ା କୁକୁରକୁ ଡାକିଲା। ବିଲୁଆ ଭୟ କରି ପଳାଇଲା। ଏହିଭଳି ଭାବରେ ଆମେ ଛବି ଆଉ ଶବ୍ଦକୁ ମିଶାଇ ପଢ଼ିବା। 5 ନମ୍ବର ଲେଖିବା। କୁକୁଡ଼ା ଆଉ କୁକୁର ଦୁଇ ମିତ୍ର। ବଣରୁ ବିଲୁଆ ଆସିଲା। ବିଲୁଆ କୁକୁଡ଼ାକୁ ଖାଇବାକୁ ମନ କଲା। କୁକୁଡ଼ା କୁକୁରକୁ ଡାକିଲା। ବିଲୁଆ ଭୟ କରି ପଳାଇଲା। ପ୍ରଶ୍ନ 6, ଡାକଘର ପାଖରେ କ'ଣ ଅଛି? ସରକାରୀ ବିଦ୍ୟାଳୟ ଏବଂ ଜଙ୍ଗଲ। ବିଦ୍ୟାଳୟଠାରୁ ଦୂରରେ କ'ଣ ଅଛି? ପୋଖରୀ, ମନ୍ଦିର। ଡାକଘର ଓ ମନ୍ଦିର ମଝିରେ କ'ଣ ଅଛି? ସରକାରୀ ବିଦ୍ୟାଳୟ। ତୁମ ପାଇଁ ଘର କାମରେ ଅଛି। 1 ନମ୍ବରରେ ୟ ଅକ୍ଷରକୁ ନେଇ 5ଟି ଶବ୍ଦ ଲେଖିବ।
2 ନମ୍ବର ହେଉଛି ଭ ଅକ୍ଷରକୁ ନେଇ 5ଟି ଶବ୍ଦ ଲେଖିବ। 3 ନମ୍ବର ହେଉଛି ଜ ଅକ୍ଷରକୁ ନେଇ 5ଟି ଶବ୍ଦ ଲେଖିବ। ଯଦି ଆପଣମାନଙ୍କୁ ଏହି ପ୍ରସଙ୍ଗଟି ଭଲ ଲାଗିଲା ତାହେଲେ ଗୋଟିଏ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରନ୍ତୁ ଏବଂ ଭାଇ ଭଉଣୀଙ୍କୁ ସେୟାର କରନ୍ତୁ। ଆପଣ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ।